नमस्कार एमएन न्यूज को आपण मानंकु स्वागत। रक्तदान महापुण्य ଏହା ଉପରେ ଏକ ବକ୍ତୃତା ପ୍ରତିଯୋଗିତା। ବାରିପଦା 11/8/2025 ତାରିଖ 79ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନମ୍ବର 15 ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ନାରାୟଣ ସେବା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ରକ୍ତଦାନ ମହାପୁଣ୍ୟ ବିଷୟ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ହୋଇଥିଲା। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମୋଟ 36 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବିଭାଗରେ ସେଣ୍ଟ ମେରୀ ବିଦ୍ୟାଳୟର ସମ୍ଭବ ମିଶ୍ର ପ୍ରଥମ ଓ ଏ.ଭି. ରାଣୀଭୋଳର ତୃପ୍ତିମୟୀ ବିଶ୍ୱାଳ ଦ୍ୱିତୀୟ, ସରସ୍ୱତୀ ବିଦ୍ୟା ମନ୍ଦିରର ଜ୍ୟୋତିକିରଣ ବାରିକ ତୃତୀୟ ଏବଂ ନବମ ଓ ଦଶମ ଶ୍ରେଣୀ ବିଭାଗରେ ଏ.ଭି. ର ଅର୍ଜିତ ପ୍ରଧାନ ପ୍ରଥମ ଏବଂ ଏ.ଭି. ମୋରଡ଼ା ପ୍ରଭୁପାଦ ନାୟକ ଦ୍ୱିତୀୟ, ସାଇ ଆଦର୍ଶ ବିଦ୍ୟା ମନ୍ଦିରର ତପସ୍ୱିନୀ ବେହେରା ଓ କିସ୍ ରେସିଡେନ୍ସିଆଲ ଲକ୍ଷ୍ମୀପ୍ରିୟା ମୁର୍ମୁ ତୃତୀୟ ଏବଂ ଏକାଦଶ ଦ୍ୱାଦଶ ଶ୍ରେଣୀ ବିଭାଗରେ ସେଣ୍ଟ ମେରୀର ଆରିୟାନ ଦାସ ପ୍ରଥମ, ସୁଜାଲ ସେନାପତି ଦ୍ୱିତୀୟ ତଥା ଶରତ ପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦିବ୍ୟାଶ୍ରୀ ଦୀପ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତଙ୍କୁ ଅଂଶଗ୍ରହଣକାରୀ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ସ୍ୱାଧୀନ ଦିବସ ସନ୍ଧ୍ୟାରେ କୃତି ପ୍ରତିଯୋଗୀମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାସ ଜଣାଇଛନ୍ତି। ପ୍ରଥମେ ବାରିପଦା ରକ୍ତଭଣ୍ଡାର ଅଧିକାରୀ ଡକ୍ଟର ସୌମ୍ୟରଞ୍ଜନ ନାୟକ ରକ୍ତ ଓ ରକ୍ତଦାନ ଉପରେ ସବିଶେଷ ଆଲୋଚନା କରିଥିଲେ। ଡକ୍ଟର ନାୟକ ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ମହାନ୍ତି, ଡକ୍ଟର ନୀରଜ କୁମାର ପଥାଳ ଓ ବସନ୍ତ କୁମାର ମହାପାତ୍ର ବିଚାରକ ଭାବେ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିବାରେ ବରିଷ୍ଠ ଶିକ୍ଷକ ସୋମନାଥ ସିଂ, ଚିତ୍ତରଞ୍ଜନ ସ୍ୱାଇଁ, ଭାସ୍ୱତୀ ପଣ୍ଡା ଓ ଶୁଭସ୍ମିତା କମିଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଆରସିସି ତପସ୍ୱିନୀ ଦାସ ଓ ସିଆରସିସି ଧନଞ୍ଜୟ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଆସନ୍ତୁ ସମ୍ପୂର୍ଣ୍ଣ ନ୍ୟୁଜଟି ଦେଖନ୍ତୁ।